हेलो फ्रेंड्स, वेलकम टू माय चैनल विज्ञानी मैम। फ्रेंड्स, मैं भाबुची आपण माने समस्त बहुत भलरे थिबे। फ्रेंड्स, आज आमे डिस्कशन करबा आपण मानकर जो समस्त कमेंट करूतले जो पॉलिटिकल साइंस रो एमसीक्यू आनिबा पई। तो आज आमे पॉलिटिकल साइंस रो 200 एबव एमसीक्यू डिस्कशन करबा, जहा आपण मानक पई गोटे कंप्लीट मैराथन क्लास हे जिवो एंड एथिरे आपण मानक पई सब सिलेक्टिव क्वेश्चन रहिछि। तो फ्रेंड्स, एबे स्टार्ट करबा। देश दुईटी केन्द्रशासित अंचଳରେ विधानसभा ଅଛି। विधानसभा ଅଛି କୋଉଥିରେ ଆପଣଙ୍କର? ଦିଲ୍ଲୀ ଓ ପୁଦୁଚେରୀ। ନିର୍ବାଚନ ପରେ ଏକାଧିକ ନେତା ନିଜ ନିଜ ସପକ୍ଷରେ ରାଜ୍ୟପାଳଙ୍କ ନିକଟରେ ବହୁମତ ଦାବି କଲେ ରାଜ୍ୟପାଳ ନିଜର ଡେସ୍ କ୍ଷମତା ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ନିଯୁକ୍ତି କରନ୍ତି। ରାଜ୍ୟପାଳଙ୍କ ନିକଟରେ ଦାବି କଲେ ରାଜ୍ୟପାଳ ନିଜର କାର୍ଯ୍ୟପାଳିକା, ସ୍ୱେଚ୍ଛାଧୀନ, ବ୍ୟବସ୍ଥାପିକା, ନ୍ୟାୟିକ ସ୍ୱେଚ୍ଛାଧୀନ କ୍ଷମତା ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ନିଯୁକ୍ତି କରନ୍ତି। ଡେସ୍ ରାଜ୍ୟର ବିଧାନସଭାର ସଂଖ୍ୟା ବିଧାନସଭାର ସଭ୍ୟ ସଂଖ୍ୟା 60ରୁ କମ୍ ଅଟେ। ସିକିମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ। ତ ଆପଣଙ୍କର ସିକିମ ସିକିମ ବିଧାନସଭାର ସଭ୍ୟ ସଂଖ୍ୟା ସିକିମ ବିଧାନସଭାର ସଭ୍ୟ ସଂଖ୍ୟା ଆପଣଙ୍କର କେତେ? 40, 60, 32, 50, 32। ଗୋଆ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମ ବିଧାନସଭାର ସଭ୍ୟ ସଂଖ୍ୟା 32, 40, 60, 80, 40। ଗୋଆ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ବିଧାନସଭାର ସଭ୍ୟ ସଂଖ୍ୟା। ଓଡ଼ିଶା ବିଧାନସଭାର ମୋଟ ସଭ୍ୟ ସଂଖ୍ୟା 10, 21, 147, 250, 147। ଓଡ଼ିଶା ବିଧାନସଭାର ମୋଟ ସଭ୍ୟ ସଂଖ୍ୟା। ଓଡ଼ିଶା ବିଧାନସଭାର ସଭ୍ୟମାନଙ୍କ ମଧ୍ୟରୁ ଅନୁସୂଚିତ ଜାତିଙ୍କ ପାଇଁ 10ଟି ଆସନ ସଂରକ୍ଷିତ ରହିଛି। 20ଟି, 22ଟି, 25ଟି, 34ଟି, 22ଟି। ଓଡ଼ିଶା ବିଧାନସଭାର ସଭ୍ୟମାନଙ୍କ ମଧ୍ୟରୁ ଅନୁସୂଚିତ ଜାତିଙ୍କ ପାଇଁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଜାରି ହେବା ସମୟରେ ବିଧାନସଭାର କାର୍ଯ୍ୟକାଳ ଡେସ୍ ସମୟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। 6 ମାସ, 8 ମାସ, 10 ମାସ, 1 ବର୍ଷ। ତ ଆପଣଙ୍କର ଜାତୀୟ ଜରୁରୀକାଳୀନ ପରିସ୍ଥିତି ଜାରି ହେବା ସମୟରେ ବିଧାନସଭାର କାର୍ଯ୍ୟକାଳ 1 ବର୍ଷ ସମୟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ବିଧାନସଭାର କୋରମ ପାଇଁ ସର୍ବମୋଟ ସଭ୍ୟ ସଂଖ୍ୟାର ଡେସ୍ ଉପସ୍ଥିତ ହେବା ଆବଶ୍ୟକ। ବିଧାନସଭାର କୋରମ ପାଇଁ 1/3, 1/5, 1/6, 1/10, 1/10, 10 ଭାଗରୁ 1 ଭାଗ। ବିଧାନସଭାର କୋରମ ପାଇଁ ସର୍ବମୋଟ ସଭ୍ୟ ଉପସ୍ଥିତି ରହିବା ଆବଶ୍ୟକ। 1/10। ବାଚସ୍ପତି ଓ ଉପବାଚସ୍ପତି ଅନୁପସ୍ଥିତ ରହିଲେ ଅଧିବେଶନ କାର୍ଯ୍ୟ ଡେସ୍ ତୁଲାନ୍ତି। ଅଧ୍ୟକ୍ଷ ମଣ୍ଡଳୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ସଂସଦୀୟ ବ୍ୟାପାର ମନ୍ତ୍ରୀ। ଅଧ୍ୟକ୍ଷ ମଣ୍ଡଳୀ ରାଜ୍ୟ ବିଧାନ ପରିଷଦର ସଭ୍ୟ ହେବା ପାଇଁ ଜଣେ ବ୍ୟକ୍ତିର ବୟସ ଡେସ୍ ହେବା ଆବଶ୍ୟକ। 18, 21, 25, 30। ରାଜ୍ୟ ବିଧାନ ପରିଷଦର ସଭ୍ୟ ହେବା ପାଇଁ 30। ଆମ ଦେଶରେ ଡେସ୍ ସ୍ତରୀୟ ନ୍ୟାୟପାଳିକା ସଂସ୍ଥା କାର୍ଯ୍ୟ କରୁଅଛି। ଦ୍ୱିସ୍ତରୀୟ, ତ୍ରିସ୍ତରୀୟ, ଚତୁସ୍ତରୀୟ, ପଞ୍ଚସ୍ତରୀୟ। ଆପଣଙ୍କର ତ୍ରିସ୍ତରୀୟ। ଆମ ଦେଶରେ ତ୍ରିସ୍ତରୀୟ ନ୍ୟାୟପାଳିକା ସଂସ୍ଥା କାର୍ଯ୍ୟ କରୁଛି। ସମ୍ବିଧାନର ଡେସ୍ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବ। ସମ୍ବିଧାନର ଧାରା। ତ ଫ୍ରେଣ୍ଡସ୍, ଏଠି ମୁଁ ଆପଣମାନଙ୍କୁ କହି ରଖେ, ଆପଣମାନଙ୍କ ପାଇଁ ଇଣ୍ଡିଆନ କନଷ୍ଟିଟ୍ୟୁସନ ଉପରେ କମ୍ପ୍ଲିଟ ଥିଓରି କ୍ଲାସ ମୁଁ ଅପଲୋଡ କରିଛି। ଆପଣମାନେ ଚାହିଁଲେ ତାହାକୁ ଦେଖିପାରିବେ। ଆପଣଙ୍କର ସମ୍ବିଧାନ ପ୍ରସ୍ତୁତ କରିବା ପୂର୍ବରୁ, ପ୍ରସ୍ତୁତ ହେବା ପରେ ତାର କେତେ ଆର୍ଟିକିଲ ଅଛି ସବୁ ଭଲ ଭାବେ ଭିଭିଡଲି ମୁଁ ଡିସ୍କସନ କରିଛି। ତ ଆପଣମାନେ ଚାହିଁଲେ ସେଟାକୁ ଦେଖିପାରିବେ। ତ ସମ୍ବିଧାନର ଡେସ୍ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବ।
ଆପଣଙ୍କର 214 ଧାରା। ସମ୍ବିଧାନର ଡେସ୍ ଧାରା ଅନୁଯାୟୀ ରାଷ୍ଟ୍ରପତି ଅର୍ଥ ଆୟୋଗ ନିଯୁକ୍ତି କରିଥାନ୍ତି। 250, 270, 280, 285। 280 ଧାରା। ରାଜ୍ୟପାଳ ନିଯୁକ୍ତି ବେଳେ ରାଷ୍ଟ୍ରପତି ଡେସ୍କ ପରାମର୍ଶ ନେବା ଆପଣଙ୍କର ଅନୌପଚାରିକ ଅଟେ। ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉଚ୍ଚ ନ୍ୟାୟାଳୟର ବିଚାରପତି। ଆପଣଙ୍କର ମୁଖ୍ୟମନ୍ତ୍ରୀ କଥା କହୁଛି। ରାଜ୍ୟପାଳ ନିଯୁକ୍ତି ବେଳେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେବା ଆପଣଙ୍କର ଅନୌପଚାରିକ ଅଟେ। ବିଧାନସଭାରେ ବଜେଟ୍ ଆଗତ ପାଇଁ ଡେସ୍କ ଅନୁମତି ଆବଶ୍ୟକ ହୋଇଥାଏ। ଅର୍ଥମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବାଚସ୍ପତି, ରାଜ୍ୟପାଳ। ରାଜ୍ୟପାଳ। ଡେସ୍ ଠାରୁ ଓଡ଼ିଶାର ଆଇନଗତ ସାହାଯ୍ୟ ଓ ପରାମର୍ଶଦାତା ବୋର୍ଡ ଗଠନ କରାଯାଇଛି। 1980, 1981, 1985, 1987। 1981। ଭାରତର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଭାବେ ଡେସ୍ ନିଯୁକ୍ତି ପାଇଥିଲେ। ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ସରସ୍ୱତୀ ହେମ୍ବ୍ରମ, ଆପଣଙ୍କର ଫ୍ରିଡା ଟପ୍ନ, ସ୍ନେହାଙ୍ଗିନୀ ଛୁରିଆ, ଦ୍ରୌପଦୀ ମୁର୍ମୁ। ତ ଆପଣଙ୍କର ଦ୍ରୌପଦୀ ମୁର୍ମୁ ହେଉଛନ୍ତି ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ, ଯିଏକି ଆମର ଏବେର ରାଷ୍ଟ୍ରପତି। ରାଜ୍ୟ ଲୋକସେବା ଆୟୋଗର ଅଧ୍ୟକ୍ଷ ଡେସ୍ ଦ୍ୱାରା ନିଯୁକ୍ତି ପାଆନ୍ତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ରାଜ୍ୟପାଳ। ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ଡେସ୍ ଜଣ ବିଚାରପତି ରହିବା ବ୍ୟବସ୍ଥା ଅଛି। 15 ଜଣ, 17 ଜଣ, 25 ଜଣ, 27 ଜଣ। ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ 27 ଜଣ ବିଚାରପତି ରହିବେ। ବିଧାନ ମଣ୍ଡଳର ସଦସ୍ୟ ନଥାଇ ଜଣେ ବ୍ୟକ୍ତି ସର୍ବାଧିକ ଡେସ୍ ସମୟ ମୁଖ୍ୟମନ୍ତ୍ରୀ ରହିପାରିବେ। ବିଧାନ ମଣ୍ଡଳର ସଦସ୍ୟ ନଥାଇ 2 ବର୍ଷ, 1 ବର୍ଷ, 6 ମାସ, 4 ମାସ। ଆପଣଙ୍କର 2 ବର୍ଷ ନା 1 ବର୍ଷ? ଆପଣଙ୍କର 6 ମାସ। ଭାରତରେ ଡେସ୍ ଗୋଟି ରାଜ୍ୟରେ ବିଧାନ ପରିଷଦ ନାହିଁ। 20, 21, 22, 23 ଯେମିତି ଆମ ଓଡ଼ିଶାର ନାହିଁ ବିଧାନ ପରିଷଦ, ଠିକ୍ ସେମିତି ଆପଣଙ୍କର 22ଟି ରାଜ୍ୟରେ ବିଧାନ ପରିଷଦ ନାହିଁ, କେବଳ ବିଧାନ ସଭା ଅଛି। ବିଧାନ ମଣ୍ଡଳର ଏକ ବା ଉଭୟ ସଦନର ଅଧିବେଶନ ଡେସ୍କ ଦ୍ୱାରା ଆହୁତ ହୋଇଥାଏ। ବାଚସ୍ପତି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ବିରୋଧୀ ଦଳ ନେତା। ରାଜ୍ୟପାଳ। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ହେଉଛନ୍ତି ସମସ୍ତ ବିଶ୍ୱବିଦ୍ୟାଳୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ବାଚସ୍ପତି, ଶିକ୍ଷାମନ୍ତ୍ରୀ। ରାଜ୍ୟପାଳ। ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି। ରାଜ୍ୟପାଳ ପ୍ରତି ଡେସ୍ ଦିନରେ ଥରେ ରାଜ୍ୟ ଶାସନ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରନ୍ତି। କେତେ ଦିନ? 10, 15, 25, 45। 15 ଦିନରେ ଥରେ। ତ ଫ୍ରେଣ୍ଡସ୍, ଡେସ୍ ହେଉଛନ୍ତି ରାଜ୍ୟ ରେଡକ୍ରସ ସଂସ୍ଥାର ମୁଖ୍ୟ। ରାଜ୍ୟ ରେଡକ୍ରସ। ରାଜ୍ୟପାଳ ହେଉଛନ୍ତି ରାଜ୍ୟ ରେଡକ୍ରସ ସଂସ୍ଥାର ମୁଖ୍ୟ। ବିଧାନ ମଣ୍ଡଳର ସଭ୍ୟ ନଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ପଦରେ ରହିଲେ ତାଙ୍କୁ ଡେସ୍ ମଧ୍ୟରେ ବିଧାନ ମଣ୍ଡଳର ବିଧାନ ପରିଷଦ କିମ୍ବା ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ବିଧାନ ମଣ୍ଡଳର ସଭ୍ୟ ନଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ପଦରେ ରହିଲେ ତାଙ୍କୁ 6 ମାସ ମଧ୍ୟରେ ବିଧାନ ମଣ୍ଡଳର ବିଧାନ ପରିଷଦ କିମ୍ବା ବିଧାନ ସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ସିକିମ ବିଧାନସଭାର ସଭ୍ୟ ସଂଖ୍ୟା 32, ଯାହାକି 60ରୁ କମ୍ ଗୋଟେ କ୍ୱେଶ୍ଚନ ଆସିଥିଲା ଆପଣଙ୍କର। ଓଡ଼ିଶା ବିଧାନସଭାରେ ଡେସ୍ଟି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ। 22ଟି ଆସନ। ପ୍ରତି ଡେସ୍ ବର୍ଷରେ ବିଧାନ ପରିଷଦର 1/3 ସଭ୍ୟ ଅବସର ଗ୍ରହଣ କରନ୍ତି। ପ୍ରତି 2 ବର୍ଷରେ ବିଧାନ ପରିଷଦର 1/3 ସଭ୍ୟ ଅବସର ଗ୍ରହଣ କରନ୍ତି। 1/3, 1/3। ସମ୍ବିଧାନର ଡେସ୍ ଧାରା ଅନୁଯାୟୀ କୌଣସି ରାଜ୍ୟର ରାଷ୍ଟ୍ରପତି ଶାସନ ଜାରି କରାଯାଏ।
356 ଧାରା ଅନୁଯାୟୀ କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଏ। ମୁଁ ଯୋଉ ଆପଣଙ୍କର କନଷ୍ଟିଟ୍ୟୁସନ କ୍ଲାସଟି ନେଇଛି ସେଥିରେ କମ୍ପ୍ଲିଟ ଧାରା ବିଷୟରେ ଏଗୁଡିକ ସବୁ ଡିସ୍କସନ କରାଯାଇଛି। ଭାରତର କେଉଁ ରାଜ୍ୟକୁ ଛାଡ଼ି ଅନ୍ୟ ସମସ୍ତ ରାଜ୍ୟରେ ସମାନ ପ୍ରକାର ଶାସନ ବ୍ୟବସ୍ଥା ରହିଛି? ସିକିମ, ପଞ୍ଜାବ, ଜାମ୍ମୁ କାଶ୍ମୀର, ଅରୁଣାଚଳ ପ୍ରଦେଶ। ଜାମ୍ମୁ କାଶ୍ମୀର। ଭାରତର ପ୍ରତ୍ୟେକ ରାଜ୍ୟର ଶାସନ ମୁଖ୍ୟ କିଏ? ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ। ଭାରତର ପ୍ରତ୍ୟେକ ରାଜ୍ୟର ଶାସନ ମୁଖ୍ୟ ରାଜ୍ୟପାଳ। ନିମ୍ନୋକ୍ତ କିଏ ରାଜ୍ୟ ସରକାରଙ୍କ କାର୍ଯ୍ୟପାଳିକାର ଅନ୍ତର୍ଭୁକ୍ତ ନୁହେଁ? ରାଜ୍ୟପାଳିକାର। ବିଚାରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ। ବିଚାରପତି। ଭାରତର କେତୋଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ଅଛି? 1, 2, 3, 5ଟି। ଭାରତର କେତୋଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ଅଛି? 2ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ଅଛି। ନିମ୍ନଲିଖିତ ରାଜ୍ୟ ମଧ୍ୟରୁ କେଉଁଟିରେ ବିଧାନ ପରିଷଦ ନାହିଁ? ମଧ୍ୟପ୍ରଦେଶ, ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ। ମଧ୍ୟପ୍ରଦେଶ। ନିମ୍ନଲିଖିତ ରାଜ୍ୟ ମଧ୍ୟରୁ ମଧ୍ୟପ୍ରଦେଶରେ ବିଧାନ ପରିଷଦ ନାହିଁ। ରାଜ୍ୟପାଳଙ୍କୁ କିଏ ଶପଥ ପାଠ କରାନ୍ତି? ଶପଥ ପାଠ। ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି, ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି। ରାଜ୍ୟପାଳଙ୍କୁ ଶପଥ ପାଠ କରାନ୍ତି କିଏ? ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି। ନିର୍ବାଚନ ପରେ ଏକାଧିକ ନେତା ନିଜ ନିଜ ସପକ୍ଷରେ ରାଜ୍ୟପାଳଙ୍କ ନିକଟରେ ବହୁମତ ଦାବି କଲେ ରାଜ୍ୟପାଳ ନିଜର କେଉଁ କ୍ଷମତା ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ନିଯୁକ୍ତି କରନ୍ତି? ନିର୍ବାଚନ ପରେ ଏକାଧିକ ନେତା ନିଜ ନିଜ ସପକ୍ଷରେ ରାଜ୍ୟପାଳଙ୍କ ନିକଟରେ ବହୁ ମତ ଦେଲେ କାର୍ଯ୍ୟପାଳିକା, ସ୍ୱେଚ୍ଛାଧୀନ, ବ୍ୟବସ୍ଥାପିକା, ନ୍ୟାୟିକ। ସ୍ୱେଚ୍ଛାଧୀନ। କୌଣସି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି କିଏ ଅଟନ୍ତି? ଏବେ କହିକି ଗଲି, ବହୁତ ଇମ୍ପୋର୍ଟାଣ୍ଟ ଅଛି, ରାଜ୍ୟପାଳ। ଅଧ୍ୟାଦେଶ କେଉଁ ପ୍ରକାର ଆଇନ ଅଟେ? ଆପଣଙ୍କର ଅଧ୍ୟାଦେଶ ଯୋଉ ଜାରି ହୁଏ ତାହା ହେଉଛି କାର୍ଯ୍ୟନିର୍ବାହୀ ଆଇନ। ରାଜ୍ୟ ରେଡକ୍ରସ ସଂସ୍ଥାର ମୁଖ୍ୟ ରାଜ୍ୟପାଳ। ରାଜ୍ୟର କ୍ୟାବିନେଟ ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି? ରାଜ୍ୟପାଳ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ। ମୁଖ୍ୟମନ୍ତ୍ରୀ। କୌଣସି ରାଜ୍ୟର ବିଧାନସଭାର ସଭ୍ୟ ସଂଖ୍ୟା କେତେରୁ ଅଧିକ ହୋଇପାରିବ ନାହିଁ? 200, 300, 400, 500। 500ରୁ ଅଧିକ ହୋଇପାରିବ ନାହିଁ। ସମ୍ବିଧାନର ବ୍ୟବସ୍ଥା ଅନୁସାରେ କୌଣସି ବିଧାନସଭାର ସଭ୍ୟ ସଂଖ୍ୟା କେତେରୁ କମ ହୋଇପାରିବ ନାହିଁ? 50, 60, 70, 100। 60। ବିଧାନସଭାର ସଭ୍ୟ ହେବା ପାଇଁ ଜଣେ ପ୍ରାର୍ଥୀଙ୍କୁ ଅନୂନ୍ୟ କେତେ ବର୍ଷ ହେବା ଆବଶ୍ୟକ? 18, 20, 25, 35। ଅନୂନ୍ୟ 25 ବର୍ଷ ହେବା ଆବଶ୍ୟକ। ବିଧାନସଭାର କୋରମ ପାଇଁ ସର୍ବମୋଟ ସଭ୍ୟ ସଂଖ୍ୟାର କେତେ ଉପସ୍ଥିତ ହେବା ଆବଶ୍ୟକ? 1/10। ଓଡ଼ିଶାର ଉଚ୍ଚ ନ୍ୟାୟାଳୟ କେବେ ସ୍ଥାପିତ ହୋଇଥିଲା? ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ଆପଣଙ୍କର 1940, 1948, 1950, 1952। 1948ରେ। ନିମ୍ନଲିଖିତ ମଧ୍ୟରୁ କେଉଁଟି କେନ୍ଦ୍ର ରାଜ୍ୟ ସମ୍ପର୍କର ଅନ୍ତର୍ଭୁକ୍ତ ନୁହେଁ? କେନ୍ଦ୍ର ରାଜ୍ୟ ସମ୍ପର୍କର ଅନ୍ତର୍ଭୁକ୍ତ ନୁହେଁ। ବ୍ୟବସ୍ଥାପିକା ସମ୍ପର୍କ, ପ୍ରଶାସନିକ ସମ୍ପର୍କ, ଅର୍ଥ ସମ୍ବନ୍ଧୀୟ ସମ୍ପର୍କ, ନ୍ୟାୟିକ ସମ୍ପର୍କ। ତ ଆପଣଙ୍କର ନ୍ୟାୟିକ ସମ୍ପର୍କ। ସମ୍ବିଧାନର କେତେ ଧାରା ଅନୁଯାୟୀ ରାଷ୍ଟ୍ରପତି ଅର୍ଥ ଆୟୋଗ ନିଯୁକ୍ତ କରିଥାନ୍ତି? ଆପଣଙ୍କର 280 ଧାରା। ବର୍ତ୍ତମାନ ଓଡ଼ିଶାର ଜିଲ୍ଲା ସଂଖ୍ୟା କେତେ? 6, 13, 25, 30। 30ଟି। ଜିଲ୍ଲାର ପ୍ରଶାସନିକ ମୁଖ୍ୟ କିଏ? ବିଧାନସଭା ସଦସ୍ୟ, ଉପଜିଲ୍ଲାପାଳ, ଜିଲ୍ଲାପାଳ, ତହସିଲଦାର। ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଜିଲ୍ଲାପାଳ। ଭାରତରେ ଜିଲ୍ଲାପାଳ ପଦବୀ କାହା ଦ୍ୱାରା ସୃଷ୍ଟି କରାଯାଇଥିଲା? ରବର୍ଟ କ୍ଲାଇଭ, ୱାରେନ ହେଷ୍ଟିଙ୍ଗସ, ଲର୍ଡ ରିପନ, ଲର୍ଡ କର୍ଜନ।
ଆପଣଙ୍କର ୱାରେନ୍ ହେଷ୍ଟିଙ୍ଗସ୍ ଭାରତରେ ଜିଲ୍ଲାପାଳ ପଦବୀ ସୃଷ୍ଟି କରିଥିଲେ। କେବେ ଜିଲ୍ଲାପାଳ ପଦବୀ ଭାରତରେ ସୃଷ୍ଟି ହୋଇଥିଲା? 1750, 1770, 1771, 1772। ତ ଫ୍ରେଣ୍ଡ 1772ରେ ଜିଲ୍ଲାପାଳ ପଦବୀ ଭାରତରେ ସୃଷ୍ଟି ହୋଇଥିଲା। ନିମ୍ନଲିଖିତ କାର୍ଯ୍ୟ ମଧ୍ୟରୁ କେଉଁଟି ଜିଲ୍ଲାପାଳଙ୍କ କାର୍ଯ୍ୟ ନୁହେଁ? ଭୂ ରାଜସ୍ୱ ଆଦାୟ, ଶାନ୍ତି ଶୃଙ୍ଖଳା ରକ୍ଷା, ଉନ୍ନୟନ କାର୍ଯ୍ୟ, ଫୌଜଦାରୀ ମକଦ୍ଦମା ଫଇସଲା। ତ ଆପଣଙ୍କର ଫୌଜଦାରୀ ମକଦ୍ଦମା ଫଇସଲା ଜିଲ୍ଲାପାଳଙ୍କ କାର୍ଯ୍ୟ ନୁହେଁ। ଜିଲ୍ଲା ଅନ୍ତର୍ଭୁକ୍ତ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚନ ମଣ୍ଡଳୀ ପାଇଁ କିଏ ରିଟର୍ଣ୍ଣିଂ ଅଫିସର ଭାବେ କାର୍ଯ୍ୟ କରନ୍ତି? ଉପଜିଲ୍ଲାପାଳ, ଜିଲ୍ଲାପାଳ, ବିଡିଓ, ତହସିଲଦାର। ଜିଲ୍ଲାପାଳ। କେବେଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ କରି ଆସୁଛି? 1980 ମସିହା ଏପ୍ରିଲ 1, 1982 ଏପ୍ରିଲ 1, 1985 ଜାନୁଆରୀ 26, 1990 ଅଗଷ୍ଟ 15। ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ କରି ଆସୁଛି। 1980 ଏପ୍ରିଲ 1। 73ତମ ସମ୍ବିଧାନ ସଂଶୋଧନ ଆଇନ କେବେ ହୋଇଥିଲା? 1990, 1991, 1992, 1993। 73ତମ ସମ୍ବିଧାନ ସଂଶୋଧନ ଆଇନ ଆପଣଙ୍କର 1993। ଜିଲ୍ଲା ସ୍ତରୀୟ ଗ୍ରାମୀଣ ଉନ୍ନୟନ ସଂସ୍ଥାର ନିମ୍ନଲିଖିତ କେଉଁଟି ଏକ ଶାଖା ନୁହେଁ? ଜିଲ୍ଲା ସ୍ତରୀୟ ଗ୍ରାମୀଣ ଉନ୍ନୟନ ସଂସ୍ଥା ଆତ୍ମନିଯୁକ୍ତି ଶାଖା, କର୍ମ ନିଯୁକ୍ତି ଶାଖା, ଅଗ୍ନି ନିରୋଧକ ଶାଖା, ଇଞ୍ଜିନିୟରିଂ ଶାଖା। ତ ଫ୍ରେଣ୍ଡସ୍ ଅଗ୍ନି ନିରୋଧକ ଶାଖା। ନିମ୍ନଲିଖିତ ମଧ୍ୟରୁ କିଏ ରାଜ୍ୟ ସରକାରଙ୍କ ଚକ୍ଷୁ ଓ କର୍ଣ୍ଣ ଭାବରେ କାର୍ଯ୍ୟ କରନ୍ତି? ରାଜ୍ୟ ସରକାରଙ୍କର ଚକ୍ଷୁ ଓ କର୍ଣ୍ଣ ରାଜ୍ୟପାଳ, ଜିଲ୍ଲାପାଳ, ତହସିଲଦାର, ବିଡିଓ। ଆପଣଙ୍କର ଜିଲ୍ଲାପାଳ ରାଜ୍ୟ ସରକାରଙ୍କର ଚକ୍ଷୁ ଓ କର୍ଣ୍ଣ ଭାବରେ କାର୍ଯ୍ୟ କରନ୍ତି। ବର୍ତ୍ତମାନ ଓଡ଼ିଶାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ କେତୋଟି ଅନୁବିଭାଗ ରହିଛି? 5ଟି, 7ଟି, 9ଟି, 10ଟି। 7ଟି। ନିମ୍ନୋକ୍ତ ମଧ୍ୟରୁ କିଏ ଜିଲ୍ଲା ସ୍ତରୀୟ ମୁଖ୍ୟ ପ୍ରୋଟୋକଲ ଅଧିକାରୀ? ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାର ସାଂସଦ, ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ। ଜିଲ୍ଲାପାଳ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ କିଏ? ଜିଲ୍ଲାପାଳ, ଜିଲ୍ଲା ପରିଷଦର ଅଧ୍ୟକ୍ଷ, ପ୍ରକଳ୍ପ ନିର୍ଦ୍ଦେଶକ, ସବ୍ କଲେକ୍ଟର। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ, ଜିଲ୍ଲା ପରିଷଦର ଅଧ୍ୟକ୍ଷ। ଭାରତୀୟ ସମିତି ପଞ୍ଜୀକରଣ ଆଇନ କେବେ ହୋଇଥିଲା? ଭାରତୀୟ ସମିତି ପଞ୍ଜୀକରଣ ଆଇନ 1950, 1955, 1960, 1965। 1960। 1993 ମସିହା ପୂର୍ବରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ କିଏ ଥିଲେ? ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପରିଷଦର ଅଧ୍ୟକ୍ଷ, ପ୍ରକଳ୍ପ ନିର୍ଦ୍ଦେଶକ। ଜିଲ୍ଲାପାଳ। ବ୍ରିଟିଶ ଶାସନ ସମୟରେ ଜିଲ୍ଲାପାଳଙ୍କ ମୁଖ୍ୟ କାର୍ଯ୍ୟ କଣ କଣ ଥିଲା? ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଆଇନ ଶୃଙ୍ଖଳା ରକ୍ଷା, ଭୂ ରାଜସ୍ୱ ଆଦାୟ ଓ ମକଦ୍ଦମା, ଗମନାଗମନ ଓ ସ୍ୱାସ୍ଥ୍ୟ ସେବା। ତ ଆପଣଙ୍କର ଭୂ ରାଜସ୍ୱ ଆଦାୟ ଓ ମକଦ୍ଦମା ବିଚାର। ପ୍ରଶାସନିକ ସୁବିଧା ଦୃଷ୍ଟିରୁ ଜିଲ୍ଲାକୁ କେଉଁଥିରେ ବିଭକ୍ତ କରାଯାଇଅଛି? ପ୍ରଶାସନିକ ସୁବିଧା ଦୃଷ୍ଟିରୁ ଗ୍ରାମ, ପଞ୍ଚାୟତ, ବ୍ଲକ, ଉପଖଣ୍ଡ। ଜିଲ୍ଲାକୁ ଉପଖଣ୍ଡରେ ବିଭକ୍ତ କରାଯାଇଅଛି। ସବ୍ କଲେକ୍ଟର ମୁଖ୍ୟତଃ କେଉଁ ଦାୟିତ୍ୱ ତୁଲାଇଥାନ୍ତି? ସବ୍ କଲେକ୍ଟର ଭୂ ରାଜସ୍ୱ ଜମିଜମା, ଆଇନ ଶୃଙ୍ଖଳା ଓ ସ୍ୱାସ୍ଥ୍ୟ ରକ୍ଷା, ଜମିଜମା ଓ ଗମନାଗମନ, ଗମନାଗମନ ଓ ଭୂ ରାଜସ୍ୱ। ଆପଣଙ୍କର ଭୂ ରାଜସ୍ୱ ଓ ଜମିଜମା। ଭାରତୀୟ ସମ୍ବିଧାନରେ ଭାରତକୁ କଣ ବୋଲି ବର୍ଣ୍ଣନା କରାଯାଇଅଛି? ସଂଘୀୟ ରାଷ୍ଟ୍ର, ରାଜ୍ୟମାନଙ୍କର ସମଷ୍ଟି, ଆପଣଙ୍କର ରାଜ୍ୟ ସଂଘ, ରାଷ୍ଟ୍ର ସଂଘ। ତ ଭାରତୀୟ ସମ୍ବିଧାନରେ ଭାରତକୁ ରାଜ୍ୟମାନଙ୍କର ସମଷ୍ଟି ବୋଲି କୁହାଯାଇଛି। ଭାରତରେ ପ୍ରତ୍ୟେକ ସରକାରର କେତୋଟି ଲେଖାଏଁ ଅଙ୍ଗ ରହିଛି? 2ଟି, 3ଟି, 4ଟି, 5ଟି।
3ଟି। କେନ୍ଦ୍ର ସ୍ତରୀୟ କାର୍ଯ୍ୟପାଳିକାରେ ନିମ୍ନଲିଖିତ କେଉଁଟି ଅନ୍ତର୍ଭୁକ୍ତ ନୁହେଁ? କେନ୍ଦ୍ର ସ୍ତରୀୟ କାର୍ଯ୍ୟପାଳିକା ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ। ଯେହେତୁ କେନ୍ଦ୍ର କଥା କହୁଛି, ଏଠି ଆପଣଙ୍କର ରାଜ୍ୟପାଳ ଅନ୍ତର୍ଭୁକ୍ତ ନୁହେଁ। କେନ୍ଦ୍ର ସ୍ତରୀୟ କାର୍ଯ୍ୟପାଳିକାର ନାମମାତ୍ର ମୁଖ୍ୟ କିଏ? ରାଷ୍ଟ୍ରପତି। ନାମମାତ୍ର ମୁଖ୍ୟ। ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ କେଉଁଠାରେ ଅବସ୍ଥିତ? ମୁମ୍ବାଇ, ଚେନ୍ନାଇ, କୋଲକାତା, ଦିଲ୍ଲୀ। ଦିଲ୍ଲୀରେ। ଭାରତର ବାସ୍ତବ କାର୍ଯ୍ୟପାଳିକା କିଏ? ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ, ଅର୍ଥମନ୍ତ୍ରୀ। ତ ଭାରତର ବାସ୍ତବ କାର୍ଯ୍ୟପାଳିକା ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ। ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଜଣେ ବ୍ୟକ୍ତିଙ୍କୁ କେତେ ବୟସ ହୋଇଥିବା ଆବଶ୍ୟକ? ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ 25, 30, 32, 35। ଆପଣଙ୍କର ମିନିମମ୍ 35 ବର୍ଷ ହେବା ଆବଶ୍ୟକ। ରାଷ୍ଟ୍ରପତି ନିର୍ବାଚନରେ ଜୟଲାଭ କରିବା ପାଇଁ କୌଣସି ପ୍ରାର୍ଥୀ ଅନୂନ୍ୟ କେତେ ଭୋଟ ପାଇବା ଆବଶ୍ୟକ? ଅନୂନ୍ୟ 50% + 1। 50% + 1। ନିମ୍ନଲିଖିତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ 2 ଥର ଭାରତର ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଛନ୍ତି? 2 ଥର ଡକ୍ଟର ରାଜେନ୍ଦ୍ର ପ୍ରସାଦ। ରାଷ୍ଟ୍ରପତିଙ୍କ ପଦଚ୍ୟୁତି ପାଇଁ ମହାଭିଯୋଗ କି ପ୍ରକାର ପ୍ରକ୍ରିୟା ଅଟେ? ନ୍ୟାୟିକ, ଅର୍ଦ୍ଧନ୍ୟାୟିକ, ବ୍ୟବସ୍ଥାପକ, ଅର୍ଦ୍ଧବ୍ୟବସ୍ଥାପକ। ରାଷ୍ଟ୍ରପତିଙ୍କ ପଦଚ୍ୟୁତି ପାଇଁ ମହାଭିଯୋଗ କି ପ୍ରକାର ପ୍ରକ୍ରିୟା ଅଟେ? ମହାଭିଯୋଗଟା ଅର୍ଦ୍ଧନ୍ୟାୟିକ ପ୍ରକ୍ରିୟା। ନିର୍ବାଚିତ ରାଷ୍ଟ୍ରପତି କାହା ଉପସ୍ଥିତିରେ ଶପଥ ପାଠ କରିଥାନ୍ତି? ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ପୂର୍ବତନ ରାଷ୍ଟ୍ରପତି, ପ୍ରଧାନ ବିଚାରପତି। ପ୍ରଧାନ ବିଚାରପତି। ନିମ୍ନଲିଖିତ ମଧ୍ୟରୁ କିଏ ବା କେଉଁଟି କେନ୍ଦ୍ର ସଂସଦର ଅନ୍ତର୍ଭୁକ୍ତ ନୁହେଁ? କେନ୍ଦ୍ର ସଂସଦର ଅନ୍ତର୍ଭୁକ୍ତ ନୁହେଁ। ଲୋକସଭା, ରାଜ୍ୟସଭା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି। ତ ଆପଣଙ୍କର ପ୍ରଧାନମନ୍ତ୍ରୀ। କେନ୍ଦ୍ର ସଂସଦର ଅନ୍ତର୍ଭୁକ୍ତ ନୁହେଁ। ସଂସଦରେ ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତି ରୁହନ୍ତି, ପ୍ରଧାନମନ୍ତ୍ରୀ ନୁହନ୍ତି। ରାଷ୍ଟ୍ରପତି କାହାର ପରାମର୍ଶ କ୍ରମେ ଲୋକସଭାକୁ ଭାଙ୍ଗି ଦେଇପାରନ୍ତି? କାହାର? ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ଉପରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ। କେଉଁ ଚିଠା ଆଇନକୁ ରାଷ୍ଟ୍ରପତି ସମ୍ମତି ଦେବାକୁ ବାଧ୍ୟ? ଅର୍ଥ, ନୂତନ ରାଜ୍ୟ ପ୍ରତିଷ୍ଠା, ରାଜ୍ୟର ନାମ ପରିବର୍ତ୍ତନ, ରାଜ୍ୟ ପରିସୀମା ପରିବର୍ତ୍ତନ। ତ ଆପଣଙ୍କର ଅର୍ଥ ଚିଠା ଆଇନକୁ ରାଷ୍ଟ୍ରପତି ସମ୍ମତି ଦେବାକୁ ବାଧ୍ୟ। କୌଣସି ଅଧ୍ୟାଦେଶ ସଂସଦର ପରବର୍ତ୍ତୀ ଅଧିବେଶନରେ ମିଳିତ ହେବାର କେତେକ ସପ୍ତାହ ମଧ୍ୟରେ ଗୃହୀତ ନହେଲେ ସ୍ୱତଃ ଅକାମୀ ହୋଇଯାଏ। 4 ସପ୍ତାହ, 5 ସପ୍ତାହ, 6 ସପ୍ତାହ, 7 ସପ୍ତାହ। ତ ଆପଣଙ୍କର 6 ସପ୍ତାହ। ସମ୍ବିଧାନର କେଉଁ ଧାରା ଅନୁସାରେ ରାଷ୍ଟ୍ରପତି ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିପାରିବେ? ସମ୍ବିଧାନର କେଉଁ ଧାରା ଅନୁସାରେ? ତ ଆପଣଙ୍କର 352 ଧାରା। ଭାରତୀୟ ସମ୍ବିଧାନରେ କେତେ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ଉଲ୍ଲେଖ ରହିଛି? 2 ପ୍ରକାର, 3 ପ୍ରକାର, 4 ପ୍ରକାର, 5 ପ୍ରକାର। 3 ପ୍ରକାର। ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାର କେତେ ସମୟ ମଧ୍ୟରେ ତାହା ସଂସଦରେ ଅନୁମୋଦନ ଲାଭ କରିବା ଆବଶ୍ୟକ? ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାର 7 ଦିନ, 15 ଦିନ, 25 ଦିନ, 1 ମାସ। 1 ମାସ। ଜାତୀୟ ଜରୁରୀ ପରିସ୍ଥିତି ସାଧାରଣତଃ କେତେ ଦିନ ପର୍ଯ୍ୟନ୍ତ ବଳବତ୍ତର ରହେ? 4 ମାସ, 6 ମାସ, 8 ମାସ, 1 ବର୍ଷ। 6 ମାସ। ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ହେଲେ କେଉଁ ଅଧିକାର ଆପେ ଆପେ ନିଲମ୍ବିତ ହୁଏ? ସ୍ୱାଧୀନତା ଅଧିକାର। ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ହେଲେ ଆପଣଙ୍କର ସ୍ୱାଧୀନତା ଅଧିକାର ରୁହେ ନାହିଁ। ସାମ୍ବିଧାନିକ ପ୍ରତିକାର ଅଧିକାର ସମ୍ବିଧାନର କେତେ ଧାରାରେ ପ୍ରଦତ୍ତ ହୋଇଛି?
କେତେ ଧାରାରେ ପ୍ରଦତ୍ତ? ସବୁବେଳେ ଧାରା ତ ନିଶ୍ଚୟ ଆସିବ। 32 ଧାରା। ସମ୍ବିଧାନର କେତେ ଧାରା ଅନୁଯାୟୀ କୌଣସି ରାଜ୍ୟରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇ ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଏ? 356 ଧାରା। କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲେ ତାହା କେତେ ସମୟ ମଧ୍ୟରେ ସଂସଦର ଉଭୟ ଗୃହରେ ଅନୁମୋଦନ ହେବା ଆବଶ୍ୟକ? 1 ମାସ, 2 ମାସ, 3 ମାସ, 4 ମାସ। ତ ଆପଣଙ୍କର 2 ମାସ। ସମ୍ବିଧାନର କେତେ ଧାରା ଅନୁଯାୟୀ ରାଷ୍ଟ୍ରପତି ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରିଥାନ୍ତି? 360 ଧାରା। କେନ୍ଦ୍ର ମନ୍ତ୍ରୀ ପରିଷଦର ମୁଖ୍ୟ କିଏ? ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ଅର୍ଥମନ୍ତ୍ରୀ। ମନ୍ତ୍ରୀ ପରିଷଦର ମୁଖ୍ୟ କିଏ? ପ୍ରଧାନମନ୍ତ୍ରୀ। ସାମ୍ପ୍ରତିକ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଭ୍ୟ ସଂଖ୍ୟା ଲୋକସଭାର ସଭ୍ୟ ସଂଖ୍ୟାର କେତେ ପ୍ରତିଶତରୁ ଅଧିକ ହେବ ନାହିଁ? 5, 10, 15, 20। 15% ଅଧିକ ହେବ ନାହିଁ। ମନ୍ତ୍ରୀ ପରିଷଦରେ ସାଧାରଣତଃ କେତେ ପ୍ରକାରର ମନ୍ତ୍ରୀ ଥାଆନ୍ତି? 4 ପ୍ରକାର, 5 ପ୍ରକାର, 6 ପ୍ରକାର, 7 ପ୍ରକାର। 4 ପ୍ରକାରର। ସମ୍ବିଧାନର କେତେ ଧାରାରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟାବଳୀ ସୂଚିତ ହୋଇଅଛି? ସମ୍ବିଧାନର କେତେ ଧାରାରେ? 78, 80, 84, 92। 78। ନିମ୍ନଲିଖିତ ମଧ୍ୟରୁ କେଉଁଟି ସଂଘୀୟ ନୀତି ଉପରେ ଆଧାରିତ? ବିଧାନସଭା, ବିଧାନ ପରିଷଦ, ଲୋକସଭା, ରାଜ୍ୟସଭା। ରାଜ୍ୟସଭା। ଓଡ଼ିଶାରୁ ଲୋକସଭାରେ କେତେ ଜଣ ସଭ୍ୟ ଅଛନ୍ତି? 10, 21, 47, 147। ତ ଆପଣଙ୍କର 21 ଜଣ ଓଡ଼ିଶାରୁ ଲୋକସଭାରେ ସଭ୍ୟ ଅଛନ୍ତି। ନିମ୍ନଲିଖିତ ମଧ୍ୟରୁ କେଉଁଟି ଲୋକସଭାର ଅଧିବେଶନ ନୁହେଁ? ଗ୍ରୀଷ୍ମକାଳୀନ, ବର୍ଷାକାଳୀନ, ଶୀତକାଳୀନ, ବଜେଟ୍। ତ ଆପଣଙ୍କର ଗ୍ରୀଷ୍ମକାଳୀନ। ଲୋକସଭାର କୌଣସି ସଭ୍ୟ ଗୃହର ଅଧିବେଶନରୁ କେତେ ଦିନ ପର୍ଯ୍ୟନ୍ତ ଲଗାତାର ଅନୁପସ୍ଥିତ ରହିଲେ ତାଙ୍କର ସଭ୍ୟ ପଦ ହରାଇବେ? ଲଗାତାର ଅନୁପସ୍ଥିତ ରହିଲେ 15 ଦିନ, 25 ଦିନ, 40 ଦିନ, 60 ଦିନ। ତ ଆପଣଙ୍କର 60 ଦିନ ଲଗାତାର ଅନୁପସ୍ଥିତ ରହିଲେ ତାଙ୍କର ସଭ୍ୟ ପଦ ହରାଇବେ। ଗୋଟିଏ ଚିଠା ଆଇନ ଏକ ଅର୍ଥ ସମ୍ବନ୍ଧୀୟ ବିଲ୍ କି ନୁହେଁ ତାହା କିଏ ସ୍ଥିର କରନ୍ତି? ବିଲ୍ କି ନୁହେଁ? ପ୍ରଧାନମନ୍ତ୍ରୀ, ବାଚସ୍ପତି, ଅର୍ଥମନ୍ତ୍ରୀ, ରାଷ୍ଟ୍ରପତି। ବାଚସ୍ପତି। ଗୋଟିଏ ଚିଠା ଆଇନର ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳିଲେ କିଏ ନିର୍ଣ୍ଣାୟକ ଭୋଟ ପ୍ରଦାନ କରନ୍ତି? ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ବାଚସ୍ପତି। ତ ଆପଣଙ୍କର ବାଚସ୍ପତି। ରାଜ୍ୟସଭାର ସର୍ବାଧିକ ସଭ୍ୟ ସଂଖ୍ୟା କେତେ? 147, 250, 530, 547। ରାଜ୍ୟସଭାର ସର୍ବାଧିକ ସଭ୍ୟ ସଂଖ୍ୟା ଆପଣଙ୍କର 250। ରାଜ୍ୟସଭାରେ ଓଡ଼ିଶାର କେତେ ଜଣ ସଦସ୍ୟ ଅଛନ୍ତି? 10 ଜଣ, 21 ଜଣ, 30 ଜଣ, 147 ଜଣ। ରାଜ୍ୟସଭାରେ ଓଡ଼ିଶାରୁ 10 ଜଣ। ରାଜ୍ୟସଭାର କାର୍ଯ୍ୟକାଳ କେତେ ବର୍ଷ ଅଟେ? 2 ବର୍ଷ, 5 ବର୍ଷ, 6 ବର୍ଷ। ଏହା ଏକ ସ୍ଥାୟୀ ସଭା। ରାଜ୍ୟସଭାର କାର୍ଯ୍ୟକାଳ ଆପଣଙ୍କର ଏହା ଏକ ସ୍ଥାୟୀ ସଭା। ଏହା ଏକ ସ୍ଥାୟୀ ସଭା। ଲୋକସଭାର କାର୍ଯ୍ୟକାଳ 5 ବର୍ଷ, କିନ୍ତୁ ରାଜ୍ୟସଭା ଏକ ସ୍ଥାୟୀ ସଭା। ବିରୋଧୀ ଦଳର ସାଂସଦମାନେ କେତେ ପ୍ରକାର କାଟ ପ୍ରସ୍ତାବ ଆଗତ କରି ମନ୍ତ୍ରିମଣ୍ଡଳ ଉପରେ ନିୟନ୍ତ୍ରଣ ସାବ୍ୟସ୍ତ କରନ୍ତି? 2 ପ୍ରକାର, 3 ପ୍ରକାର, 4 ପ୍ରକାର, 5 ପ୍ରକାର। 3 ପ୍ରକାରର। ନିମ୍ନଲିଖିତ କେଉଁ ବିଲ୍ କେବଳ ଲୋକସଭାରେ ଆଗତ କରାଯାଏ? କେବଳ ଲୋକସଭାରେ। ଅର୍ଥ ସମ୍ବନ୍ଧୀୟ, ପ୍ରତିରକ୍ଷା ବିଲ୍, ସାଧାରଣ ବିଲ୍ କେଉଁଟି ନୁହେଁ? ଅର୍ଥ ସମ୍ବନ୍ଧୀୟ ବିଲ୍। ଲୋକସଭାର କୋରମ ସଂଖ୍ୟା କେତେ? 80, 21, 55, 75। ଲୋକସଭାର କୋରମ ସଂଖ୍ୟା 55। ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତିଙ୍କ ସମେତ କେତେ ଜଣ ବିଚାରପତି ଅଛନ୍ତି? 20 ଜଣ, 25 ଜଣ, 27 ଜଣ, 32 ଜଣ।
ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତିଙ୍କ ସମେତ କେତେ ଜଣ ବିଚାରପତି ଅଛନ୍ତି? 32 ଜଣ। ସମ୍ବିଧାନର ସର୍ବଶେଷ ବ୍ୟାଖ୍ୟାକାରୀ କିଏ? ସର୍ବୋଚ୍ଚ ନ୍ୟାୟାଳୟ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଆଇନ ମନ୍ତ୍ରୀ। ସର୍ବୋଚ୍ଚ ନ୍ୟାୟାଳୟ ସମ୍ବିଧାନର ସର୍ବଶେଷ ବ୍ୟାଖ୍ୟାକାରୀ। କିଏ ସଂସଦ ନିକଟରେ ସାମୂହିକ ଭାବେ ଉତ୍ତରଦାୟୀ? ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି, ରାଷ୍ଟ୍ରପତି ଓ ମନ୍ତ୍ରୀ ପରିଷଦ, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ। ସଂସଦ ନିକଟରେ ସାମୂହିକ ଭାବେ ଉତ୍ତରଦାୟୀ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ଲୋକସଭାକୁ ସର୍ବାଧିକ କେତେ ଜଣ ସଭ୍ୟ ନିର୍ବାଚିତ ହୁଅନ୍ତି? 10, 25, 20, 12। 20। ଭାରତର ରାଷ୍ଟ୍ରପତିଙ୍କୁ କେଉଁ ପଦ୍ଧତିରେ ବହିଷ୍କାର କରାଯାଇଥାଏ? ଭାରତର ରାଷ୍ଟ୍ରପତିଙ୍କୁ ମହାଭିଯୋଗ, ଅନାସ୍ଥା ପ୍ରସ୍ତାବ, କାଟ ପ୍ରସ୍ତାବ, ଏକକ ହସ୍ତାନ୍ତର ପଦ୍ଧତି। ତ ଫ୍ରେଣ୍ଡସ୍ ଆପଣଙ୍କର ମହାଭିଯୋଗ। ତ ଫ୍ରେଣ୍ଡସ୍ ଏଠି ମୁଁ ଆପଣମାନଙ୍କୁ କହି ରଖେ, ଯେଉଁମାନେ ଆଜି ମୋ ଚ୍ୟାନେଲରେ ନୂଆ ଅଛନ୍ତି, ପଲିଟିକାଲ ସାଇନ୍ସର ଗୋଟେ କମ୍ପ୍ଲିଟ୍ ପ୍ଲେଲିଷ୍ଟ ମୁଁ ଆପଣମାନଙ୍କ ପାଇଁ ରଖିଛି। ତ ଆପଣମାନଙ୍କ ପାଇଁ ମୁଁ କମେଣ୍ଟରେ ପିନ୍ କରିଦେବି ଆଣ୍ଡ ଡେସ୍କ୍ରିପସନ ବକ୍ସରେ ଲିଙ୍କ ଦେଇଦେବି। ଆପଣମାନେ ଯଦି କମ୍ପ୍ଲିଟ୍ ପ୍ଲେଲିଷ୍ଟକୁ ଦେଖୁଛନ୍ତି, ଆପଣଙ୍କର ପଲିଟିକାଲ ସାଇନ୍ସରେ ଯୋଉ କ୍ୱେଶ୍ଚନ ଆସିଲେ ବି ଆପଣମାନେ ନିଶ୍ଚୟ ଉତ୍ତର ଦେଇପାରିବେ, ଏଥିରେ ଟିକେ ବି ଭାବିବାର ନାହିଁ। ସଂସଦର ଅଧିବେଶନକୁ ରାଷ୍ଟ୍ରପତି ଆଗାମୀ ଅଧିବେଶନ ପର୍ଯ୍ୟନ୍ତ ମୁଲତବୀ ବା ସ୍ଥଗିତ ରଖିବାକୁ କଣ କୁହାଯାଏ? ସଂସଦର ଅଧିବେଶନକୁ ରାଷ୍ଟ୍ରପତି ଆଗାମୀ ଅଧିବେଶନ ପର୍ଯ୍ୟନ୍ତ ମୁଲତବୀ ବା ସ୍ଥଗିତ ରଖିବେ, ତାହେଲେ ତାକୁ ଆମେ କଣ କରିବା? ସମନ, ପ୍ରରୋଗ, କାଟ ପ୍ରସ୍ତାବ, ଡିଜଲ୍ଭ, କାଟ ପ୍ରସ୍ତାବ, ପ୍ରରୋଗ କୁହାଯାଏ। ସଭାରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ନିରଙ୍କୁଶ ସଂଖ୍ୟାଗରିଷ୍ଠତା କରି ନ ପାରିଲେ କେଉଁ ପରିସ୍ଥିତି ଉପୁଜିଥାଏ? ଆପଣଙ୍କର ଜରୁରୀ ପରିସ୍ଥିତି, ମହାଭିଯୋଗ, ଝୁଲା ସଂସଦ, କାଟ ପ୍ରସ୍ତାବ। ତ ଆପଣଙ୍କର ଝୁଲା ସଂସଦ। ପ୍ରତି 2 ବର୍ଷର ଥରେ ରାଜ୍ୟସଭାର କେତେ ସଭ୍ୟ ପଦ ପୂରଣ କରାଯାଇଥାଏ? 1/3। 1/3 ସଭ୍ୟ ସଂଖ୍ୟା ପୂରଣ କରାଯାଇଥାଏ। ଭାରତର ସମ୍ବିଧାନ ପ୍ରଣୟନ ସଭା ସମ୍ବିଧାନ ପ୍ରଣୟନ ପାଇଁ କେତେ ସମୟ ନେଇଥିଲା? କେତେ ସମୟ? 1 ବର୍ଷ 5 ମାସ 18 ଦିନ, 2 ବର୍ଷ 5 ମାସ 18 ଦିନ। ତ ଆପଣଙ୍କର 2 ବର୍ଷ 11 ମାସ 12 ଦିନ, 2 ବର୍ଷ 11 ମାସ 18 ଦିନ, 2 ବର୍ଷ 11 ମାସ 18 ଦିନ ସମ୍ବିଧାନ ପ୍ରଣୟନ ପାଇଁ ସମୟ ନେଇଥିଲା ସମ୍ବିଧାନ ପ୍ରଣୟନ ସଭା। ଭାରତୀୟ ସମ୍ବିଧାନ ଚିଠା ପ୍ରଣୟନ ସମିତିର ସଭାପତି ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର ଆପଣଙ୍କର କେଉଁ ରାଜ୍ୟର ବାସିନ୍ଦା ଥିଲେ? ଓଡ଼ିଶା, ବଙ୍ଗଳା, ମହାରାଷ୍ଟ୍ର, କର୍ଣ୍ଣାଟକ। ମହାରାଷ୍ଟ୍ର। ବିଶିଷ୍ଟ ସମ୍ବିଧାନବିତ୍ ପାଲଖିୱାଲା ସମ୍ବିଧାନର ପ୍ରସ୍ତାବନାକୁ କଣ କହିଛନ୍ତି? ସମ୍ବିଧାନର ପରିଚୟ ପତ୍ର। ସମ୍ବିଧାନର ପ୍ରସ୍ତାବନାକୁ ସେ ସମ୍ବିଧାନର ପରିଚୟ ପତ୍ର ବୋଲି କହୁଛନ୍ତି। 1950 ମସିହା ଜାନୁଆରୀ 26 ତାରିଖରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା ବେଳକୁ ସେଥିରେ କେତୋଟି ଧାରା ଥିଲା? କେତୋଟି ଧାରା ଥିଲା? 395ଟି ଆର୍ଟିକିଲ୍ସ। ଆମେରିକା ସମ୍ବିଧାନରେ କେତୋଟି ଧାରା ଅଛି? ଆମେରିକା ସମ୍ବିଧାନରେ 7ଟି। ଆମ ଭାରତ ବର୍ଷର ରାଷ୍ଟ୍ର ମୁଖ୍ୟ କିଏ? ପ୍ରଧାନମନ୍ତ୍ରୀ, ବାଚସ୍ପତି, ରାଷ୍ଟ୍ରପତି, ଉପରାଷ୍ଟ୍ରପତି। ରାଷ୍ଟ୍ରପତି। ଆମ ଭାରତ ବର୍ଷର ସଂସଦର ନିମ୍ନ ସଦନକୁ କଣ କୁହାଯାଏ? ଲୋକସଭା। ଭାରତ ସଂସଦର ଯୋଉ ଆପଣଙ୍କର ଲୋକସଭା, ରାଜ୍ୟସଭା, ରାଷ୍ଟ୍ରପତିକୁ ନେଇକି ସଂସଦ, ନିମ୍ନ ସଦନକୁ ଲୋକସଭା କୁହାଯାଏ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଂଘୀୟ ରାଷ୍ଟ୍ରର ଲକ୍ଷଣ ନୁହେଁ? ସଂଘୀୟ ରାଷ୍ଟ୍ରର ଲକ୍ଷଣ ନୁହେଁ। ଏକ ଅଲିଖିତ ନମନୀୟ ସମ୍ବିଧାନ। ଏକ ଅଲିଖିତ ନମନୀୟ ସମ୍ବିଧାନ। କୌଣସି ରାଜ୍ୟର ରାଜ୍ୟପାଳଙ୍କୁ ନିମ୍ନୋକ୍ତ ମଧ୍ୟରୁ କିଏ ନିଯୁକ୍ତି କରନ୍ତି? ରାଷ୍ଟ୍ରପତି। ରାଜ୍ୟର ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିଯୁକ୍ତି କରନ୍ତି। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଣେ ଭାରତୀୟ ନାଗରିକର ମୌଳିକ ଅଧିକାର ପରିସରଭୁକ୍ତ ନୁହେଁ?
ସ୍ୱାଧୀନତା ଅଧିକାର, ସମତାର ଅଧିକାର, ସମ୍ପତ୍ତିଗତ ଅଧିକାର, ଶୋଷଣ ବିରୁଦ୍ଧରେ ଅଧିକାର। ତ ଆପଣଙ୍କର ସମ୍ପତ୍ତିଗତ ଅଧିକାରଟି ଭାରତୀୟ ନାଗରିକର ମୌଳିକ ଅଧିକାର ପରିସରଭୁକ୍ତ ନୁହେଁ। ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ରକୁ ଆତଙ୍କବାଦୀମାନେ ଡେସ୍ ମସିହା ସେପ୍ଟେମ୍ବର 11 ତାରିଖ ଦିନ ଧ୍ୱଂସ କରିଦେଇଥିଲେ। 2001 ମାନବ ଅଧିକାର ଡେସ୍ ଶତାବ୍ଦୀରେ ସାର୍ବଜନୀନ ମାନ୍ୟତା ଲାଭ କରିଛି। ବିଂଶ ଶତାବ୍ଦୀରେ ଡେସ୍ ମସିହାର ଫ୍ରାନ୍ସର ମାନବିକ ଅଧିକାର ଘୋଷଣା ମାନବିକ ଅଧିକାର ରୂପେ ଗ୍ରହଣ କରାଯାଇଛି। ଫ୍ରାନ୍ସର ମାନବିକ ଅଧିକାର ଯୋଉ ଘୋଷଣାଟା ମାନବିକ ଅଧିକାର ରୂପେ ଗ୍ରହଣ କରାଯାଇଛି 1789। ଜାତିସଂଘର ସନନ୍ଦ ଅକ୍ଟୋବର 1945 ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଛି। ତ ଆପଣଙ୍କର 24 ଅକ୍ଟୋବର 1945 ମସିହାରୁ। ଡେସ୍ ମସିହାରୁ ଭାରତରେ ମାନବିକ ଅଧିକାର ଆୟୋଗ କାମ କରୁଛି। ଭାରତରେ 1993। ସନ୍ତାନର ବାଲ୍ୟ ଶିକ୍ଷା ଡେସ୍ ରୁ ଆରମ୍ଭ ହୁଏ। ସନ୍ତାନର ବାଲ୍ୟ ଶିକ୍ଷା ମା କୋଳରୁ ଆରମ୍ଭ ହୁଏ। ପ୍ରତ୍ୟେକ ଶିଶୁର ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଅଭିଭାବକମାନଙ୍କ କର୍ତ୍ତବ୍ୟ ରୂପେ ସମ୍ବିଧାନର ଡେସ୍ ଧାରାରେ ଉଲ୍ଲେଖ କରାଯାଇଛି। ଆପଣଙ୍କର 51 କୋ। ପ୍ରତ୍ୟେକ ବର୍ଷ ମେ ମାସର ଡେସ୍ ରବିବାରକୁ ମାତୃ ଦିବସ ରୂପେ ପାଳନ କରାଯାଇଥାଏ। ପ୍ରଥମ, ଦ୍ୱିତୀୟ, ତୃତୀୟ। ପ୍ରତ୍ୟେକ ବର୍ଷ ମେ ମାସର ଆପଣଙ୍କର ଦ୍ୱିତୀୟ ରବିବାରକୁ ମାତୃ ଦିବସ ରୂପେ ପାଳନ କରାଯାଏ। ଡେସ୍ ନାରୀ ସଶକ୍ତିକରଣର ସ୍ଲୋଗାନ ନାରୀ ଶକ୍ତି ଜିନ୍ଦାବାଦ। ଡେସ୍ ମସିହାକୁ ଆନ୍ତର୍ଜାତୀୟ ନାରୀ ବର୍ଷ ରୂପେ ପାଳନ କରାଯାଇଥିଲା। ଆନ୍ତର୍ଜାତୀୟ ନାରୀ ବର୍ଷ 1975। 1975 ମସିହାକୁ ଆନ୍ତର୍ଜାତୀୟ ନାରୀ ବର୍ଷ ରୂପେ ପାଳନ କରାଯାଇଥିଲା। ତ ଫ୍ରେଣ୍ଡସ୍, ଏଠି ଆପଣମାନଙ୍କ ପାଇଁ ଗୋଟେ କମ୍ପ୍ଲିଟ୍ ପଲିଟିକାଲ ସାଇନ୍ସର ମାରାଥନ କ୍ଲାସ୍ ହେଇଗଲା। ଏମିତି ଇମ୍ପୋର୍ଟାଣ୍ଟ କ୍ଲାସ୍ ଦେଖିବା ପାଇଁ ମୋ ଚ୍ୟାନେଲ ସହିତ ଯୋଡ଼ି ହେଇ ରୁହନ୍ତୁ। ଆଣ୍ଡ ଆପଣମାନଙ୍କୁ ଯଦି ଭଲ ଲାଗୁଥାଏ ଲାଇକ୍ ଆଣ୍ଡ କମେଣ୍ଟ କରିବାକୁ ଆଦୌ ବି ଭୁଲିବେ ନାହିଁ। ଏମିତି ନୂଆ ନୂଆ ଇମ୍ପୋର୍ଟାଣ୍ଟ ଭିଡ଼ିଓ ନେଇ ଆପଣଙ୍କ ପାଖକୁ ପୁଣି ଆସିବି। ଆଜି ପାଇଁ ଏତିକି। ଟେକ୍ କେୟାର।